ଢେଙ୍କାନାଳ ଛାଡ଼ି ସମ୍ବଲପୁର କାହିଁକି ପଳାଇଲେ ଧର୍ମେନ୍ଦ୍ର ପ୍ରଧାନ? ପ୍ରେସମିଟ୍ରେ ସତ ଓଗାଳିଲେ ପାଣ୍ଡିଆନ। ଗୋପାଳପୁରଠାରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ଭିକେ ପାଣ୍ଡିଆନ। କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କର ଯଦି ଏତେ ଦମ ଅଛି କାହିଁ ଢେଙ୍କାନାଳ ଛାଡ଼ି ସମ୍ବଲପୁର ପଳାଇଲେ ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ। ପାଣ୍ଡିଆନ କହିଛନ୍ତି, ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରେ ଧର୍ମେନ୍ଦ୍ର 10 ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିଲେ। ଲାଗିପାତି ଏହାକୁ ପଛୁଆ ଜିଲ୍ଲା ବୋଲି ଘୋଷଣା କରିଦେଲେ। ସେ ଦୃଷ୍ଟିରୁ ଢେଙ୍କାନାଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କରିବା କଥା, ହେଲେ କିଛି କାମ କରିନାହାନ୍ତି କି ଗାଁ ମାଟି ପାଇଁ ବି କିଛି କରିପାରିଲେ ନାହିଁ। ଏଠି ସବୁବେଳେ ଦୁର୍ଘଟଣାରେ ପ୍ରାଣ ହରାଉଥିବା ତଥା ଢେଙ୍କାନାଳକୁ ସଂଯୋଗ କରୁଥିବା ନ୍ୟାସନାଲ ହାଇୱେକୁ ଭଲ ଭାବେ କରିପାରିଲେ ନାହିଁ। ହେଲେ ନିର୍ବାଚନ ସମୟ ଆସିବାରୁ ରାସ୍ତା କଥା ମନେ ପଡ଼ିଲା। ଧର୍ମେନ୍ଦ୍ର 10 ବର୍ଷ କେନ୍ଦ୍ରରେ ଶିକ୍ଷା ବିଭାଗ ମନ୍ତ୍ରୀ, ସ୍କିଲ୍ ଡେଭଲପମେଣ୍ଟ ମନ୍ତ୍ରୀ ରହିଲେ। ହେଲେ ଢେଙ୍କାନାଳର ସବୁ ବ୍ଲକରେ ନା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କରିପାରିଲେ, ନା ଯାହା କିଛି ତାକୁ ଡିଜିଟାଲାଇଜ କରିପାରିଲେ। ଢେଙ୍କାନାଳରୁ ବାହାରକୁ ଦାଦନ ଖଟିବାକୁ ଲୋକେ ଯାଉଛନ୍ତି, ହେଲେ ଜିଲ୍ଲାରେ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଖୋଲି ଦାଦନ ସମସ୍ୟାକୁ ଦୂରେଇ ପାରିଲେ ନାହିଁ। ଖାଲି କଥା କହିଲେ କ'ଣ ହେବ, କିଛି କାମ କରିପାରିଲେ ନାହିଁ ବୋଲି ଢେଙ୍କାନାଳ ଲୋକଙ୍କୁ ଉତ୍ତର ଦେବାକୁ ତାଙ୍କ ପାଖରେ ଆଉ କିଛି କଥା ହିଁ ନାହିଁ। ତେଣୁ ବାଧ୍ୟ ହୋଇ ସମ୍ବଲପୁରରେ ଲଢ଼ିବାକୁ ପଳାଇଲେ, କାରଣ ସେଠି ତାଙ୍କ କାରନାମା ବାବଦରେ କିଛି ଜାଣିନାହାନ୍ତି। କେହି ପ୍ରଶ୍ନ ବି ତ ପଚାରି ପାରିବେ ନାହିଁ। ତାଙ୍କୁ ଲଜ୍ଜା ଲାଗିବା କଥା। ସେ ଜାଣିବା କଥା, ଯଦି ସେ ଲୋକଙ୍କ ପାଇଁ କିଛି କାମ କରିଥାନ୍ତେ ତାହେଲେ ସେଠି ବିଜେଡ଼ି ତାଙ୍କ ବିପକ୍ଷରେ ନିଜ ପ୍ରାର୍ଥୀ ହିଁ ହୋଇନଥାନ୍ତା ବୋଲି କହିଛନ୍ତି ପାଣ୍ଡିଆନ। ବ୍ୟୁରୋ ରିପୋର୍ଟ, ଜାଗର 24 ନ୍ୟୁଜ୍।